ଆପଣ ମୋର ପୁରୋହିତ, ମୁଁ ଆପଣଙ୍କ ଆଜିଠୁ ଯଜମା। ଯଜ୍ଞ କାର୍ଯ୍ୟରେ ଯାହା ଯାହା ଦରକାର ପ୍ରତିଷ୍ଠା କାର୍ଯ୍ୟରେ ଆପଣ ନେଇକି ଆସିବେ। କାରଣ ବିଶ୍ୱକର୍ମା ଋଷିଙ୍କ ପୁଅ ହେଲେ ନୈଷ୍ଠିକ ବ୍ରାହ୍ମଣ ସନ୍ଧ୍ୟା କରନ୍ତି। ଯଜ୍ଞରେ ଯାହା ଦରକାର, ପ୍ରତିଷ୍ଠାରେ ଯାହା ଦରକାର ସବୁ ସାଥିରେ ନେଇକି ଆସିବେ। ମୁଁ ହଉଛି ବନଚାରୀ, ମୁଁ ସନ୍ନ୍ୟାସୀ ହେଇକି ଅଛି, ମୋ ପାଖରେ କିଛି ନାହିଁ। ଆଜ୍ଞା ଦୁବ ବରକୋଳି ପତ୍ରଠୁ ଆରମ୍ଭ କରି ସବୁ ଆଜ୍ଞା ନେଇକି ଆସିଛନ୍ତି। ଏପରିକି ଆଜ୍ଞା ପ୍ରତିଷ୍ଠା କାର୍ଯ୍ୟରେ କିଏ ବସିବ ବାଁ ପଟେ? ସ୍ତ୍ରୀ ବସିବ ଆଜ୍ଞା। ବିନା ସ୍ତ୍ରୀରେ ଆଜ୍ଞା ଯଜ୍ଞ କାର୍ଯ୍ୟ ହେଇପାରିବନି। ମୁଁ ସୀତାଙ୍କୁ ନେଇକି ଆସିଥିଲି। କିଏ ସେ ନେଇକି ଆସିଥିଲେ? ରାବଣ। କହୁନାହାନ୍ତି ରାବଣ କିଛି ବୋଧେ ଆଲୋଚନା ହେଇନି। ଲଙ୍କାପତି ରାବଣ। ରାବଣ ନେଇକି ଆସିଥିଲେ ଆଜ୍ଞା। କୋଉଥିରେ ନେଇକି ଆସିଥିଲେ? ପୁଷ୍ପକ ବିମାନ। ପୁଷ୍ପକ ବିମାନ। ଆଁ? ପୁଷ୍ପକ ବିମାନ। ପୁଷ୍ପକ ଯାନରେ ଆଉ କୋଉଥିରେ? ରାବଣ ତାଙ୍କ ଡାହାଣ ହାତରେ ଆଜ୍ଞା ଆଣିଥିଲେ ବସେଇ। କାହିଁକି ଆଣିଥିଲେ ଶୁଣନ୍ତୁ। ଆପଣମାନେ ନନା ଆମର ବସିଛନ୍ତି ସବୁ। ଆମ ଯାହାଙ୍କ ଘରେ ଆଜ୍ଞା ଅଛି ମତେ ଯେ ଡାକିକି ଆଣିଛନ୍ତି। ମୋ ଭାଇମାନେ ମା ମାନେ ରନ୍ଧା ବାବୁ ମଧ୍ୟ ବସିଛନ୍ତି। ବ୍ରାହ୍ମଣ ମାନଙ୍କ ଡାହାଣ ହାତରେ 6ଟା ତୀର୍ଥ ଅଛି। ଶ୍ଲୋକଟା ଶୁଣ। କଣ ଦି ଦିନରେ ଆସି ଗାଇବେ ଆଜ୍ଞା? କଣ ଆଜ୍ଞା ଅଛି ବ୍ରାହ୍ମଣ ମାନଙ୍କ ଡାହାଣ ହାତରେ? ସେଥିପାଇଁ ଆମେ ନନାଙ୍କୁ ଆଜ୍ଞା ମୁଣ୍ଡିଆ ବାରିଲେ ସେ ଡାହାଣ ହାତରେ ଆଶୀର୍ବାଦ କରନ୍ତି। କରବ ବଢିଆ ପ୍ରଶ୍ନ ପଚାରି। କଣ ଅଛି କର ବାବୁ ଡାହାଣ ହାତରେ? 6ଟା ତୀର୍ଥ କଣ କଣ? ଗଙ୍ଗା ବହତି ଅଙ୍ଗୁଷ୍ଠା ତର୍ଚନେ ଯମୁନା ନଦୀ মধ্যে গোদাবরীশৈব সিন্ধুশৈব অনামিকা কনিষ্ঠে গোমতী তীরে হস্তমধ্যে তুষাগরা এতানি শরতীর্থানি বিপ্রকরিশ্চ দক্ষিণা বল রাজা রামচন্দ্র ভগবান কিছু বুঝা পড়ছে? বুড়া উঠে গঙ্গা, গঙ্গা বহতি অঙ্গুষ্ঠা তর্জনে যমুনা নদী মধ্যে গোদাবরীশৈব সিন্ধুশৈব অনামিকা কনিষ্ঠে গোমতী তীরে হস্তমধ্যে তুষাগরা এতানি শরতীর্থানি বিপ্রকরেশ্চ দক্ষিণা। সেই তীর্থরে আজ্ঞা সীতাଙ୍କୁ ଧରିକି ସୀତା କେମିତି ଅପବିତ୍ର ହେବେ ନାହିଁ ତୀର୍ଥରେ ଧରିକି ଆସିଥିଲା। ତୀର୍ଥ ହାତରେ ଅଛି ଧରିକି ଆସିଥିଲା। ରାମଙ୍କ ଡାହାଣ ପଟେ ବସେଇଲା। ଯଜ୍ଞ ସରିଲା। କାହିଁକି ମାରିଲେ ଜାଣିଛନ୍ତି କର ବାବୁ? ସେଇଠି ରାବଣ ମାଗିଥିଲା। ରାମ କହିଲେ ଆପଣ ମୋର ପୁରୋହିତ, ଆପଣ ଯଜ୍ଞ କରିଛନ୍ତି, ପ୍ରତିଷ୍ଠା କରିଛନ୍ତି, କିଛି ଦକ୍ଷିଣା ନିଅନ୍ତୁ, ନହେଲେ ମୋ କାର୍ଯ୍ୟ ସିଦ୍ଧି ହବ ନାହିଁ। ସେଥିପାଇଁ ନନା ମାନେ ଘରକୁ ଗଲେ